हाँ सर एक जो हुए ना आई रिमेम्बर ऑल। हाँ 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 ଦେଖ ଯୋଉଟା ପଢ଼ାଉଥିଲା ଆମର ଏରେସ୍ ଲମ୍ବର୍ସ ଚେନ୍ ସେ ଯୋଉ ଫାଷ୍ଟ ଇଏଟା ସରିଯାଇଥିଲା ନାଇଁ କି? हाँ सर। ହୁଁ ହଁ ମୁଁ ଦେଖୁଛି ସେଇଟା ବହିଟା କାଢୁଛି ପାଖରେ ତମ ପଠେଇବା ଫଟୋଟା। हम्म। ହଁ ଯୋଉ ଏରେସ୍ ଲମ୍ବର୍ସ ଚେନ୍ କହୁଥିଲି ନାଇଁ କି ଦ ମିନିଂ ଅଫ୍ ଏରେସ୍ ଲମ୍ବର୍ସ ଚେନ୍। फ्रेंडशिप। ହଁ ଶୁଣ ଶୁଣ ଏରେସ୍ ଲମ୍ବର୍ସ ବୋଲି କହିଲେ ଏରେ ହେଉଛି କ'ଣ ହ୍ୱେନ୍ ଦ ରାଇଟର ଇଜ୍ ଲାଇଂ ଅନ୍ ଦ ବେଡ୍ ବୁଝିହେଲା। हम्म। ଯେତେବେଳେ ରାଇଟର କେଉଁଠି ଅଛନ୍ତି बेड। ବେଡ୍ ଉପରେ ଅଛନ୍ତି ବୁଝିଲା। ଆଣ୍ଡ ହ୍ୱେନ୍ ହି ଗୋଜ୍ ଫର୍ ଡିପ୍ ସ୍ଲିପ୍ ଯେତେବେଳେ ସେ ନିଦ୍ରାରେ ଯାଉଛନ୍ତି ଶାନ୍ତ ନିଦ୍ରାରେ ଲଟ୍ ଅଫ୍ ଥଟ୍ସ କମ୍ ଇନ୍ ଟୁ ଦି ମାଇଣ୍ଡ ଅଫ୍ ଦ ରାଇଟର। ରାଇଟରଙ୍କ ମାଇଣ୍ଡକୁ ବହୁତ ବିଭିନ୍ନ ଚିନ୍ତା ସବୁ ଆସୁଥିଲା ଆଉ ସେ ଚିନ୍ତା ମଧ୍ୟରୁ କ'ଣ ଥିଲା ଦ crucial part of his friendship which was spent by the writer along with his friends in the past। ସାଙ୍ଗମାନଙ୍କର ଦ୍ୱାରା फर्स्ट। ବିତା ଯାଇଥିବା ସେଇ ମୁହୂର୍ତ୍ତ ଗୁଡ଼ାକ ସବୁ ତାଙ୍କ ମନକୁ ଆସୁଥିଲା କେତେବେଳେ when he was lying on the bed ଯେତେବେଳେ ସେ ବେଡ୍ ଉପରେ ଶୋଉଥିଲେ ବା ବିଶ୍ରାମ କରୁଥିଲେ it was during the night। we know that something it disturbs when we come to sleep on the bed ନାଇଁ କି? ଯେତେବେଳେ ଆମେ ଶୋଇବା ପାଇଁ ଆସୁ ବିଭିନ୍ନ ପ୍ରକାର ଚିନ୍ତାଧାରା ମନକୁ ଆସେ ଆଉ ସେ ଚିନ୍ତା ଭିତରୁ କ'ଣ ଥିଲା ସେ ଥିଲା ପାଷ୍ଟ ମେମୋରିଜ୍ ବୁଝିହେଲା। हाँ। ତାର ଅର୍ଥ ହେଉଛି ଏରେସ୍ ଲମ୍ବର୍ସ ଚେନ୍। ଏରେସ୍ ଲମ୍ବର୍ସ ଅର୍ଥ ହେଉଛି ସେଇଟା ବୁଝିହେଲା। ନେକ୍ସଟ ଆମେ ଆସିବା ନାଉ ଡିମ୍ଡ ଆଣ୍ଡ ଗନ୍ ଦ ଚେୟରଫୁଲ୍ ହାର୍ଟସ୍ ନାଉ ବ୍ରୋକେନ୍। ଦ ଚେୟରଫୁଲ୍ ହାର୍ଟସ୍ ନାଉ ବ୍ରୋକେନ୍ ଅର୍ଥ କ'ଣ କହିଥିଲି ଏଠି? सर जी को समझे। सम ऑफ हिज फ्रेंड आर डेड नाउ जोटा। ସମ୍ ଅଫ୍ ହିଜ୍ मस्त। ଫ୍ରେଣ୍ଡସ୍ ଆର୍ ଡେଡ୍। ତାଙ୍କର କିଛି ସାଙ୍ଗ ତାଙ୍କର ମୃତ୍ୟୁବରଣ କରିଛନ୍ତି। ଆଣ୍ଡ ହି ଫିଲ୍ସ ଲୋନଲି ଟୁଡେ ବର୍ତ୍ତମାନ ନିଜକୁ ସେ ଏକୁଟିଆ ଫିଲ୍ କରୁଛନ୍ତି ବୁଝିହେଲା। ଆଣ୍ଡ ବିଫୋର୍ ଦ୍ୟାଟ୍ ଆଇ ହାଭ୍ ଅଲରେଡ଼ି ସଜେଷ୍ଟେଡ୍ ୟୁ ଦ ମିନିଂ ଅଫ୍ ନୋଷ୍ଟାଲୋଜିଆ। ହ୍ୱାଟ୍ ଇଜ୍ ନୋଷ୍ଟାଲୋଜିଆ? ନୋଷ୍ଟାଲୋଜିଆ ଅର୍ଥ କ'ଣ କହିଥିଲି? गोटे सर। हाँ ରୋଗ କାଇଣ୍ଡ ଅଫ୍ ଡିଜିଜ୍ when you feel lonely nobody is there with you you feel lonely ବୁଝିଲା କି ନା। ଯେତେବେଳେ କିଏ ନଥାନ୍ତି ସାଙ୍ଗରେ ତମର ତମେ ଏକୁଟିଆ ଫିଲ୍ କର ୟୁ ଫିଲ୍ ଇରିଟେଟେଡ୍ ୟୁ ଫିଲ୍ ସାଡ୍ nobody comes to help you ବୁଝିଲା କି ନାଇଁ। nobody will be there to look after you କେହି ବି ନଥିବେ only person will be there and that will be you। କେବଳ ତମେ ଜଣେ ହିଁ ଥିବ ବୁଝିହେଲା। ସୋ thus in the still night Eris Lumber's chain has ହାତର ଅର୍ଥ ହେଉଛି ଏଠି ହାଜ୍ ବୁଝିହେଲା। ଏଠି ପାଷ୍ଟ ଟେନ୍ସରେ ବ୍ୟବହାର ହେଇଛି ହାର୍ଡ଼ ବୋଲିକି ଆମେ କହୁଛୁ ଆର ଅର୍ଥ ହେବ ହାର୍ଡ଼। ହାତ ହେଉଛି ଇଜ୍ ଆନ୍ ଓଲ୍ଡ ଫର୍ମ ଅଫ୍ ହାର୍ଡ଼ର ଓଲ୍ଡ ଫର୍ମ ଥିଲା ହାତ ବୁଝିହେଲା। ଏରେସ୍ ଲମ୍ବର୍ସ ଚେନ୍ ହାଥ ବାଉଣ୍ଡ ମି ସାଡ୍ ମେମୋରି ବ୍ରିଙ୍ଗସ୍ ଦ ଲାଇଟ୍ ସାଡ୍ ମେମୋରି ହ୍ୱେନ୍ ଦ ରାଇଟର ଥିଙ୍କ୍ସ ଅବାଉଟ୍ ଦ ଫ୍ରେଣ୍ଡସ୍ ହେଲା ଦ ପାଷ୍ଟ ମୋମେଣ୍ଟସ୍ ଅଫ୍ ହିଜ୍ ଫ୍ରେଣ୍ଡସିପ୍। ତାଙ୍କର ସାଙ୍ଗମାନଙ୍କ ସହିତ ବିତି ଯାଇଥିବା ଅତୀତର ମୁହୂର୍ତ୍ତ ତାଙ୍କୁ ଦେଉଥିଲା ଆଶାର ଆଲୋକ ବୁଝିହେଲା। ଇଟ୍ ଗିଭ୍ସ ଅର୍ ଇଟ୍ ୱାଜ୍ ଗିଭିଂ ଦ ଲାଇଟ୍ ଟୁ ଗୋ ଏହିଏଡ୍ ଇନ୍ ଦ ଫ୍ୟୁଚର୍। ଆଗକୁ ଯିବା ପାଇଁ ଭବିଷ୍ୟତରେ ତାଙ୍କୁ ସହାୟକ ହେଉଥିଲା କ'ଣ? At first we discussed about the love moments, the fond memories, and in the next stanza or the second stanza we are discussing the sad memories of the writer which was already spent by the writer in the past ବୁଝିହେଲା। ପ୍ରଥମେ ଆମେ ଭଲ ମେମୋରି ଯେଉଁ ସୁନ୍ଦର ସୁନ୍ଦର ମୁହୂର୍ତ୍ତ ଗୁଡ଼ାକ କଥା ଭାବିଲେ ବା ଜାଣିପାରିଲେ ଇନ୍ ଦ ଫାର୍ଷ୍ଟ ଷ୍ଟାଞ୍ଜା ଇନ୍ ଦ ସେକେଣ୍ଡ ଷ୍ଟାଞ୍ଜା ସ୍ୟାଡ୍ ମେମୋରି ବୁଝିହେଲା। we know that there are two side of a coin ଯେମିତି ଦୁଃଖ ଓ ସୁଖ ଥାଏ ସେଭଳି ଗୋଟେ ଜିନିଷ ତାଙ୍କର ସାଙ୍ଗର ମୁହୂର୍ତ୍ତ ଥିଲା। ପ୍ରଥମେ ସେ ଯେତେବେଳେ which was discussed in the very first stanza he said or he suggested something about its past which was full of happiness। in the second stanza it is mentioned by the writer which says or which indicates the sad memories that also gives light to the writer। ସେଇଟା ବି ରାଇଟରଙ୍କୁ ଆଶାର ଆଲୋକ ଦେଉଥିଲା ଆଉ ତାଙ୍କୁ ଆଗକୁ ଯିବାରେ ସହାୟକ ହେଉଥିଲା ବୁଝିହେଲା। ହଁ ଅଫ୍ ଅଦର ଡେଜ୍ ଆରାଉଣ୍ଡ ମି ଦ୍ୟାଟ୍ ମିନ୍ସ ଯେତେବେଳେ ରାଇଟର ତାଙ୍କର ସାଙ୍ଗମାନଙ୍କ ଠାରୁ ଦୂରରେ ଅଛନ୍ତି ମୁଁ କହିଲି ହଁ। ତାପରେ ସେ କହିଛି ଇନ୍ ଦ ଥର୍ଡ ଷ୍ଟାଞ୍ଜା ହ୍ୱେନ୍ ଆଇ ରିମେମ୍ବର ଅଲ୍ ଦ ଫ୍ରେଣ୍ଡସ୍ ସୋ ଲିଙ୍କ୍ ଟୁଗେଦର ଆଇ ହାଭ୍ ସିନ୍ ଆରାଉଣ୍ଡ ମି ଫଲ୍ ଲାଇକ୍ ଲିଭ୍ସ ଇନ୍ ୱିଣ୍ଟରି ୱେଦର ଆଇ ଫିଲ୍ ଲାଇକ୍ ୱାନ୍। ଏଇଠି କୁହାଯାଇଛି ହ୍ୱେନ୍ ଆଇ ରିମେମ୍ବର ଅଲ୍ ଦ୍ୟାଟ୍ ମିନ୍ସ ଏଗେନ୍ ଦ ରାଇଟର ଥଟ୍ ଆବାଉଟ୍ ହିଜ୍ ପାଷ୍ଟ ମୋମେଣ୍ଟସ୍ ବୁଝିଲା ହ୍ୱାଟ୍ ଆକ୍ଚୁଆଲି ଇଟ୍ ୱାଜ୍ ଦେୟାର ଇନ୍ ଦ ପାଷ୍ଟ। ପ୍ରତୀତରେ ତାଙ୍କର କ'ଣ କ'ଣ ସବୁ ଜିନିଷ ଥିଲା ଏଠି କହିଛନ୍ତି ସେ ଦ ଫ୍ରେଣ୍ଡସ୍ ସୋ ଲିଙ୍କ୍ ଟୁଗେଦର ଦ୍ୟାଟ୍ ମିନ୍ସ everybody was in link ବୁଝିହେଲା। ସମସ୍ତେ they were properly connected ବୁଝିହେଲା।
ସମସ୍ତେ ପୁରା ପରସ୍ପର ଭାବରେ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଥିଲେ। ଇନ୍ ୱାନ୍ କଲ୍ ଅର୍ ଇନ୍ ୱାନ୍ ଇନଭାଇଟେସନ୍ ଏଭରିବଡ଼ି ୱାଜ୍ ବିଙ୍ଗ ଗେଦର୍ଡ ଏଟ୍ ଅ ପର୍ଟିକୁଲାର ପ୍ଲେସ୍। ଗୋଟେ ଜାଗାରେ ସମସ୍ତେ ଆସିକି ଏକତ୍ରିତ ହୋଇଯାଉଥିଲେ, ସେଇଭଳିଆ ଜିନିଷ ଥିଲା, ସେଇଭଳିଆ ଜାଗା ଥିଲା। ଏଭରିବଡ଼ି ୱାଜ୍ ଦେୟାର ୱିଥ୍ ଦ ରାଇଟର, ଏଭରିବଡ଼ି ୱାଜ୍ along with the writer, but today the moment has not with the writer। ବୁଝିହେଲା? ରାଇଟରଙ୍କ ପାଖରେ ବର୍ତ୍ତମାନ ସେ ମୋମେଣ୍ଟସ୍ ଆଉ ନାହିଁ। ବୁଝିହେଲା କି ନାଇଁ? and that is why he feels here disappointed here। ବୁଝିହେଲା? ଏଇଠି ସେ ଦୁର୍ଭାଗ୍ୟ ଫିଲ୍ କରୁଛନ୍ତି, ନିଜକୁ ବହୁତ ହତଭାଗା ଫିଲ୍ କରୁଛନ୍ତି। when I remember he recalled those moments again, ଆଉ ଥରେ ସେ ସବୁ ଜିନିଷକୁ ମନେ ପକାଉଛନ୍ତି। the friends so linked together, the friends so linked together, that means everybody was in connection, everybody was linked and everybody was being gathered in one invitation। ଗୋଟେ ଆମନ୍ତ୍ରଣରେ ସମସ୍ତେ ଆସିକି ଗୋଟେ ଜାଗାରେ ପହଞ୍ଚି ଯାଉଥିଲେ। that was the moment in the past, but today those moments are not with the writer। ସେଭଳିଆ କିନ୍ତୁ ମୁହୂର୍ତ୍ତ ଆଉ ଆଜି ନାହିଁ। I have seen around me fall, ଯେତେବେଳେ ରାଇଟର ଦେଖୁଥିଲେ ସମସ୍ତେ ଏକତ୍ରିତ ହୋଇଯାଉଥିଲେ। they were united। ବୁଝିଲେ କି ନାହିଁ? ସେମାନେ ଏକତ୍ରିତ ହୋଇକି ରହୁଥିଲେ। like leaves in wintry weather I have seen around me fall, but today no friends with the writer, no friends are there to walk with the writer। the writer feels lonely today। ଆଜି ବର୍ତ୍ତମାନ ଏକୁଟିଆ ଅନୁଭବ କରୁଛନ୍ତି and he feels irritated, he feels sad। ବୁଝିଲେ କି ନାହିଁ? there is no such happiness with the writer, there is no such happiness with the writer। so like leaves in wintry weather, like leaves in wintry weather ମାନେ କ'ଣ କୁହାଯାଉଛି? ମାନେ ୱିଣ୍ଟରି ୱେଦରରେ କ'ଣ ହେଇଥାଏ? ପତ୍ର ସବୁ ଝଡ଼ା ଦେଇଥାଏ ନା ନାଇଁ? ହଁ, ଦ ସିଚୁଏସନ୍ ଇଜ୍ ସମଥିଙ୍ଗ ଲାଇକ୍ ଦ୍ୟାଟ୍। ଇନ୍ ଅଲ୍ ସିଜନ୍, ଅନ୍ୟ ଋତୁରେ କ'ଣ ହେଉଥିଲା? ଦେର୍ ୱେର୍ ଦ ଟ୍ରିଜ୍ ଲୁକ୍ଡ ଗ୍ରୀନ୍, ନାଇଁ କି? କିନ୍ତୁ ଟୁଡେ ଏଭ୍ରିଥିଙ୍ଗ ହ୍ୟାଜ୍ ବିନ୍ ବ୍ରୋକେନ୍, ଦେର୍ ଇଜ୍ ନୋ ସେଡ୍ସ। ବର୍ତ୍ତମାନ ଆଉ ଗଛ ଛାଇ ଦେଉନାହିଁ, ହେଲା, ସବୁ ଝଡ଼ି ଯାଇଛି ବର୍ତ୍ତମାନ। ଇଟ୍ ଡଜଣ୍ଟ, ଦ ଟ୍ରି ଡଜଣ୍ଟ ଗିଭ୍ ସେଡ୍ସ to the people। the situation is something like that on the part of the writer। ବର୍ତ୍ତମାନ there is emptiness, there is loneliness। ବୁଝିହେଲା କି ନାହିଁ? there is no shades, ବର୍ତ୍ତମାନ ଆଉ ଛାଇ ନାହିଁ, କେବଳ କ'ଣ ସବୁଆଡ଼େ ଶୁଖିଲା ଶୁଖିଲା ଦିଶୁଛି। and everything is being deserted। ସବୁ କ'ଣ ହେଇଯାଇଛି? ବର୍ତ୍ତମାନ ପରିସ୍ଥିତି ଅଲଗା ହେଇଯାଇଛି, ପୁରା ଅଲଗା ହେଇଯାଇଛି, ପରିସ୍ଥିତି ପୁରା ସମ୍ପୂର୍ଣ୍ଣ ଅଲଗା ହେଇଯାଇଛି। ରାଇଟର ଫିଲ୍ କରୁଛନ୍ତି ଏଠି I have seen around me fall। ମୁଁ ଦେଖିଛି, ରାଇଟର କ'ଣ କହୁଛନ୍ତି? ଦ ରାଇଟର ଫିଲ୍ସ ଦ୍ୟାଟ୍ नो ବଡି ଇଜ୍ ଦେୟାର ୱିଥ୍ ଦ ରାଇଟର ନାଉ। ବର୍ତ୍ତମାନ ରାଇଟରଙ୍କ ପାଖରେ କିଏ ନାହାନ୍ତି। ଆଣ୍ଡ ଦେର୍ ଆର୍ ନୋ ସେଡ୍ସ ବାଇ ଦ ଟ୍ରି। ଆଉ ବର୍ତ୍ତମାନ ଗଛ ଆଉ ଛାଇ ଯୋଗାଇ ପାରୁନାହିଁ। ବୁଝିଲେ କି ନାହିଁ? ଏଭ୍ରିଥିଙ୍ଗ ଇଜ୍ ଡ୍ରାଏ, ଏଭ୍ରିଥିଙ୍ଗ ଇଜ୍ ଏମ୍ପ୍ଟି ଆଣ୍ଡ ଦ ରାଇଟର ଇଜ୍ ଲୋନ୍ଲି। ତାପରେ ରାଇଟର ଫିଲ୍ କରୁଛନ୍ତି I feel like one who treads alone now, nobody is there with me and I am walking alone in the street। ମୁଁ ବର୍ତ୍ତମାନ ରାସ୍ତାରେ ଏକୁଟିଆ ଚାଲୁଛି ବୋଲିକରି ସେ ଟ୍ରିଡ୍ ମାନେ ଚାଲିବା, TREADS ଲେଖା ହେଇଛି। ହଁ, TREADS, ଟ୍ରିଡ୍ସ ମାନେ ୱାକ୍ ବା ଚାଲିବା। ହଁ, ସୋ ଏଇ ଷ୍ଟାଞ୍ଜା, ଥାର୍ଡ ଷ୍ଟାଞ୍ଜା କଥା ବୁଝିହେଲା କି ନାଇଁ? ହଁ, ମାନେ ଏଇଠି ରାଇଟର କହୁଛନ୍ତି in the past they were together, they were united, they were connected, they were linked, but today there are no one, there is no one, କେହି ବି ନାହାନ୍ତି ରାଇଟରଙ୍କ ସହିତ। and it is like wintry weather। ବର୍ତ୍ତମାନ wintry weather ଭଳିଆ ହେଇଯାଇଛି which doesn't give shades to the people। ଲୋକମାନଙ୍କୁ ଯିଏ ଆଉ ଛାଇ ଯୋଗାଉ ନାହିଁ। it says, or the writer it says that, or that the friendship is like wintry weather, nobody is coming with me, I am feeling lonely today and the tree doesn't give shades to us। ଆଉ ମୋତେ ଛାଇ ଦେଉନାହିଁ and everything it seems being deserted। ଏଇଟା ଏଭଳି ଭାବରେ ଜଣାପଡ଼ୁଛି ଯେ ସବୁ ଯାକ ଜିନିଷ ସବୁ ଅଲଗା ହେଇଯାଇଛନ୍ତି, ପରସ୍ପର ଠାରୁ ଅଲଗା ହେଇଛନ୍ତି। only one person is left alone in the earth and he is the writer। ଗୋଟେ ଜଣ ବ୍ୟକ୍ତି ହିଁ ରହିଯାଇଛନ୍ତି, ସେ ହେଉଛନ୍ତି ରାଇଟର। ହଁ, who treads alone, ସେ ବର୍ତ୍ତମାନ ଏକୁଟିଆ ଚାଲୁଛନ୍ତି। but in the past they were united, they were linked, they were properly connected and they walked together, they ate together, they sat together, they stood together, but today nobody is there with the writer and he walks alone। ବର୍ତ୍ତମାନ ସେ ଏକୁଟିଆ ଚାଲୁଛନ୍ତି। ବୁଝିହେଲା? so in the fourth stanza it has written here that some banquet hall deserted, whose lights are fled, whose garlands dead, but all he departed। ବୁଝିହେଲା? ଏଠି କଥା କୁହାଯାଇଛି। banquet hall ର ଅର୍ଥ ହେଉଛି କ'ଣ? the meaning of banquet hall is
a place where large It number is of a formal means for large number of people usually gathered on a special occasion. ହଁ ଲେଖ ତାର ଇଂଲିଶ ତାର ମିନିଂଟା ଲେଖିଦିଅ ଓଡ଼ିଆରେ ଲେଖ ନହେଲେ ଇଂଲିଶରେ ଲେଖ ବାନେକ୍ୱେଟ୍ ହଲ୍ Call it. when a large number of people gathered at a particular place on special occasions ବୋଲିକି ଲେଖ ମାନେ କିଛି ଗୁରୁତ୍ୱପୂର୍ଣ୍ଣ ଉତ୍ସବରେ ଯୋଗଦାନ କରୁଥିଲେ ଏକତ୍ର ବୋଲିକରି ଯୋଉଟା that is banquet hall ଗୋଟେ ଜାଗାରେ Okay. ଯେମିତି ଆମେ କହୁଛୁ suppose when we go to celebrate our birthdays in different restaurants different hotels ନାଇଁ କି ଆମେ ଯାଉଛୁ ନା ନାଇଁ ପାର୍ଟି ଫାର୍ଟି ସବୁ କରୁଛୁ ଯେମିତି when we organize marriage ceremonies ଯୋଉଠି ବଡ଼ ବଡ଼ ହୋଟେଲ ନଉ କି ମଣ୍ଡପ ନଉ ସେଭଳିଆ କିଛି ପ୍ଲେସ୍କୁ କୁହାଯାଉଛି banquet hall Mhm. ହେଲା in old form it is written here that is known as banquet hall. Mhm. Some banquet hall deserted whose lights are fled whose garlands dead and all what he departed. Some banquet hall deserted ମାନେ the meaning of desert is here ତାର ଅର୍ଥ ହେଉଛି destroyed ଧ୍ୱଂସ ହେଇଯିବା ଉଭେଇ ଯିବା ଉଡ଼ିଯିବା ଭାଙ୍ଗିଯିବା it has been completely broken nobody is there in the banquet hall to come ବୁଝିହେଲା Deserted ମାନେ ଡଷ୍ଟରେ ଲେଖିବି destroy ଲେଖ ଅଲଗା ହେଇଯିବା ଲେଖ ଉଭେଇ ଯିବା ଲେଖ ଉଭାନ ହେଇଯିବା ବୋଲିକିରି ବି ଲେଖ ଆଉ ମଳିନ ପଡ଼ିଯିବା ଯାହା ବି ଲେଖିପାରିବ ବୁଝିହେଲା ହଁ some banquet hall deserted which lights are fled which garlands dead garland ମାନେ ବୁଝିଛ ତ ସାର୍ garland ମାନେ କ'ଣ ଫୁଲମାଳା ହେଲା ଯିଏ ଲେଖିଦିଅ ସରଲା ହଁ so it is said something about banquet hall and its decoration ହେଲା actually this banquet hall was once fully decorated there were lights there were garlands and it attracted people to come and celebrate their different festivals and different occasions ବୁଝିହେଲା କି ନାଇଁ a large number of people used to gather at that place to celebrate their festivals or whatever it may be ବୁଝିହେଲା ମାନେ ବିଭିନ୍ନ ସମୟରେ ସେମାନେ ଆସିକି ଏକତ୍ରିତ ହେଉଥିଲେ ସେ ଜାଗାରେ in the past not today ଆଗ ଅତୀତ କଥା କୁହାଯାଉଛି that some of his friends also used to come to attend ceremonies festivals and in one such invitations they used to come together and it says or it indicated their unity among them ekatra ba tankar jo ekata thila se bisor se suchouthila that banquet hall was the eyewitness of their unite buଝିହେଲା banquet hall ତାଙ୍କର ସାକ୍ଷୀ ଥିଲା ସବୁ ଜିନିଷରେ ଯୋଉ ଏକତ୍ରିତ ହୋଇ ଯୋଗ ଦଉଥିଲେ ହଁ and whose lights are fled now the writer has said here in the second line fourth stanza that whose lights are fled that means the lights of the banquet hall has been completely destroyed ସେଗୁଡ଼ାକ ବି ଉଭେଇ ଯାଇଛି and it doesn't look that much attractive and it doesn't attract people or pilgrims ଆଉ ବର୍ତ୍ତମାନ ଲୋକମାନଙ୍କୁ ଆକୃଷ୍ଟ କରୁନାହିଁ ସେ ଲାଇଟ୍ର ଏତେ ଆଉ ମାନେ ଆମେ କହିପାରିବା ଯେଉଁ ଲାଇଟ୍ ଦେଉଥିଲା there is no such brightness there in the light ବୁଝିହେଲା ସେ ଆଲୋକରେ ଆଉ ସେମିତି ଉଜ୍ଜଳତା ନାହିଁ ବୋଲିକରି ସେ କହୁଛନ୍ତି that means which indicates that means it gives a meaning that the beauty of the banquet hall has been completely destroyed completely ଧ୍ୱଂସ ହେଇଯାଇଛି ସେ ଆଉ ନାହିଁ the banquet hall is still there but it doesn't attract people now ବର୍ତ୍ତମାନ ଲୋକଙ୍କୁ ଆଉ ସେ ଆକୃଷ୍ଟ କରିପାରୁନି that is what it is said by the writer whose lights are fled whose garlands dead ଫୁଲମାଳା ବି ଆଉ ଆଟ୍ରାକ୍ଟ କରିପାରୁନାହିଁ and the garlands are not alive today ଫୁଲମାଳା ଗୁଡ଼ିକ ବି ଆଉ ଜୀବନ୍ତ ଦିଶୁନାହିଁ and it doesn't look that much fresh as it was there in the past ବୁଝିହେଲା and all but he departed ସମସ୍ତେ ରହିଗଲେ କିନ୍ତୁ the writer was left alone everybody ମାନେ most of his friends most of his elements are dead only the writer is left alone in the end the writer has said here that it is equal to my death ବୁଝିହେଲା କି ନାଇଁ without living ମାନେ living ଶୁଣ କହୁଛି living without friends that means it is like that a person who is dead ବୁଝିହେଲା ମାନେ ବିନା କୌଣସି ସାଙ୍ଗ ବିନା କୌଣସି ଉପାଦାନରେ ଯଦି ବଞ୍ଚିବାଟା ବୋଲି କହିଲେ it says or it indicates that the person is also dead
suppose you are being isolated, you are closed in one room, but you are alive, ବୁଝିଲା କି ନା, ତମେ ଗୋଟେ ରୁମ୍ରେ ବନ୍ଦୀ ହେଇକି ଅଛ, କିନ୍ତୁ there is no such persons with you, there are no connection with other people, that means you will feel like you are dead, ନାଇଁ କି? ଯଦି ଗୋଟେ ରୁମ୍ରେ ଭର୍ତ୍ତି ହେଇକି ଅଛ, ଯଦି କେହି ନାହାନ୍ତି ତମର ସାଙ୍ଗସାଥି ପାଖ ଆଖ ବୋଲି କହିଲେ, what we feel generally that I am dead, ବୁଝିଲା କି ନାହିଁ? So it needs a proper connection to stay alive. Today the writer feels himself and he realizes himself, actually it was what it was there in the past, it is not there with the writer right now. ବର୍ତ୍ତମାନ ରାଇଟରଙ୍କ ପାଖରେ ସେ ସବୁ ଜିନିଷ ନାହିଁ. There was banquet hall in the past, the lights, the decoration, the garlands which were looking quite different, but today there is no such things with the writer. No garlands, no friends, ଆମେ କହିପାରିବା there are no such lights which gives that much brightness to the writer in the past is not supposed to be live with the writer. ବର୍ତ୍ତମାନ ରାଇଟରଙ୍କ ପାଖରେ ସେ ସବୁ ଜିନିଷ ନାହିଁ, ସେ କହୁଛନ୍ତି, ବୁଝିହେଲା? some banquet hall deserted which lights are fled, ଆଉ ଲାଇଟ୍ ଆଉ ଏତେ ବ୍ରାଇଟନେସ୍ ନାହିଁ, and it doesn't look that much attractive, and it doesn't also attract to the pilgrims, ଲୋକମାନଙ୍କୁ ବା ଟୁରିଷ୍ଟ ମାନଙ୍କୁ ଆଉ ଆକୃଷ୍ଟ କରୁନାହିଁ. and whose garlands dead, the garlands of the banquet hall are dead, ବର୍ତ୍ତମାନ ସବୁ ମୃତ୍ୟୁର ଶଯ୍ୟାରେ ବୋଲିକରି ସେ କହୁଛନ୍ତି, ବୁଝିହେଲା? but it was quite alive in the past when the writer was there in the boyhood years, ଯେତେବେଳେ ସେ ୟଙ୍ଗ ଅବସ୍ଥାରେ ଥିଲେ, ତାର ବହୁତ ତାର ଆଟ୍ରାକ୍ଟିଭ ଲାଗୁଥିଲା ଆଉ ବହୁତ ସୁନ୍ଦର ଜିନିଷ ସବୁ ଜିନିଷ, and all but he departed, everything is gone and the writer is still alive but he feels like he is dead now. ସବୁ ଜିନିଷ ପଳେଇଲା, ସେ ଅଛନ୍ତି ବଞ୍ଚିକି, he is left alone and that alone indicates him that he is dead now. ସେଇ alone ଏକୁଟିଆ ରହିବା ହିଁ ତାଙ୍କୁ ଫିଲ୍ କରୁଛି ଯେ without my friends, without those memories I am dead. ସେସବୁ ବିନା ମେମୋରିରେ ମୁଁ ହେଉଛି ମୃତ୍ୟୁ ବା ମୁଁ ହେଉଛି ମୃତ, ବୁଝିଗଲା? thus in the stilly night Eris slumber's chain has bound me, said memory brings the light of other days around me, ବୁଝିଗଲା? that means thus in the stilly night, when we know that after the daytime the evening comes to the earth, କି ନାହିଁ? and few moments later it the night comes to the earth, ରାତ୍ରି ଆସିକରି ପ୍ରବେଶ କରିଥାଏ, and during the time of night we go to bed and we lie on the bed to take rest, that is the time of taking rest. and when the writer was going for deep sleep, ଯେତେବେଳେ ସେ ଚିର ନିଦ୍ରାରେ ବା ନିଦ୍ରାରେ ଶାନ୍ତ ନିଦ୍ରାରେ ଶୋଇବା ପାଇଁ ଯାଉଥିଲେ, something was disturbing to the writer, and I told you in the previous class what was disturbing to the writer. writer କୁ କ'ଣ disturb କରୁଥିଲା? the sad memories, the friendship, the love memories, the happy moments of the past, those the memories, those the elements were disturbing to the writer when he was going for deep sleep, ଯେତେବେଳେ ସେ ଚିର ମାନେ ଶାନ୍ତ ନିଦ୍ରାରେ ରାତିରେ ଶୋଇବା ପାଇଁ ଯାଉଥିଲେ, it was disturbing to the writer. and what he thought or what he was thinking at that moment, he was in thought of his friends, the moments they shared with the writer, they shared with the friends, ଏସବୁ ଜିନିଷକୁ ସେ ମନେ ପକାଉଥିଲେ ଯେ ଅତୀତରେ ବିତି ଯାଇଥିବା ସ୍ମୃତିକୁ. so Eris slumber's chain has bound me, that means Eris slumbers ରହୁଛି when the writer was going for a deep sleep or when the writer was lying on the bed during the time of night, something was disturbing to the writer. and what was that something disturb to the writer? writer କୁ କ'ଣ disturb କରୁଥିଲା? the sad memories, the happy moments, the love memories that disturb to the writer, that disturbed to the writer. Sad memory brings the light, and after thinking all those past moments, the writer was getting hope, the writer was getting motivation, the writer was getting courage, the writer was getting bravery, and etc and etc that he was getting from those past moments, and that gave light to the writer to go ahead, ବୁଝିହେଲା? and I told you the meaning of the other days around me, that means when the writer was away from his friends, only thing it kept him alive, the memories, ଗୋଟେ ଜିନିଷ ତାଙ୍କୁ ଜୀବନ୍ତ ବା ବଞ୍ଚିକି ରହିବାରେ ସାହାଯ୍ୟ କରୁଥିଲା, ସେ ହେଉଛି କ'ଣ? the past moments which was full of beauty, which was full of memories, and that memory contains love, happy and sad, sorrow, all those things, ବୁଝିହେଲା? and those are the part of human life, and that is why the writer has said here we will have to leave those things behind and we should keep it in the mind and we will have to go ahead, all the things we need, ବୁଝିଲା କି ନା? ରାଇଟର ଏଠି କହୁଛନ୍ତି ସବୁ ଜିନିଷ ଆମକୁ ଦରକାର, and we will have to keep it into the mind and we will have to go to our destination, ଆମର ଲକ୍ଷ୍ୟସ୍ଥଳରେ ଆଗେଇ ଚାଲିବା ଦରକାର by keeping it in our mind. and when we think about those past moments
इट विल गिव यू लाइट और इट गिव्स अस लाइट जेतेबेले आमे पछ कथा आमे आगु भाबिबा पछ कथा जदि भाबिबा से हमको जेमते आमे ताको आमे वी शुड टेक इट पॉजिटिवली बाय व्हिच वी कैन गो एहेड हला ए कथा से राइटर कहउचंदी एति जिंस हला आज एति थाउ हैं हाँ सर हाँ तापर नेक्स्ट क्लास रे आ गोटे टॉपिक तमे ये करो हैं कोटा गोटे करो डिसाइड करके पढ़े वाला हाँ सर रख हाँ विषय ना सर विषय हाँ ये प्रोज प्रोज पढ़े वाला सर गोटे क्वेश्चन थी सर हाँ हाँ सर से जो रेड को एनिमल से तुलना करा जाई परिबो रेड को एनिमल सहित तुलना करा जाय परिबो सेठी कोन सेमति किछ देछि कि सर आपण दिन पचार थिले सर कोन कहितली माने रेड को